ଆଜି ହଠାତ୍ କରି ବସିକି କହୁଛନ୍ତି ମୋ ଯଦି ଯାହା କିଛି ହୁଏ ଝିଅମାନଙ୍କୁ ତମେ କିପରି ଦେଖିବ ବୋଲି। ଆରେ ମୁଁ କ'ଣ ପାଇଁ ଅଛି, କିଛି ହେବାକୁ ଦେବିନି ମୁଁ। ଆଜି ଇମୋସନାଲ୍ କରିଦେଲା କିନ୍ତୁ କ'ଣ ହେଇଛି ସେଇଟା ତ କହୁନି, ଖାଲି କାନ୍ଦି ଚାଲିଛି କାନ୍ଦି ଚାଲିଛି। କ'ଣ ହେଇଛି କହୁନ ଗୋ? ହାଁ କହିଲେ ମୁଁ ଜାଣିବି ନା ଆଉ। ହାଁ ଥଣ୍ଡା ହେଉଛି ଆଉ ମୋତେ କହିଲେ ସିନା ମୁଁ ଜାଣିବି କ'ଣ ହେଇଛି। ହାଁ କହୁନ। କ'ଣ ହେଇଛି କହିଲେ ସିନା ମୁଁ ଜାଣିବି। ଆଉ ମୁଁ ଆଜି ତୁମକୁ ରାଗିଲି? ଆଗକୁ କଥା ଭାବୁଛ ନା? ହାଁ ଆରେ ସେମିତି ଭାବନି, ଆଗକୁ ଦେଖ ଏବେ ଆମର ଚ୍ୟାନେଲ୍ ହେଇଗଲା, ଚ୍ୟାନେଲ୍ରୁ ଇନକମ୍ ବି ଷ୍ଟାର୍ଟ ହେଇଗଲା। ମୁଁ ଯଦି ମୋ କାମରୁ ଟିକେ ମୋ ଟାଇମ୍ ଯଦି ବାହାର କରିକି ୟୁଟ୍ୟୁବ୍ରେ ବି ଯଦି ମୋ ଟାଇମ୍ଟା ଟିକେ ୱେଷ୍ଟ କରିବି, ତାହେଲେ ତମେ ଜାଣିନ ୟୁଟ୍ୟୁବ୍ର ପାୱାର କେତେ। ତମ ନାଁ ଶୁଣ ଗୋ, ଶୁଣ ଆଉ ଗୋଟେ, ତମ ନାଁ ରାଣୀ ନା, ମୁଁ ତମକୁ ରାଣୀ ଭଳିଆ ରଖିବି ଜାଣିଛ। ସତ ଖାଲିଟାରେ ତମ ନାଁ ରାଣୀ ଦେଇଛି କି ମୋ ଶ୍ୱଶୁର। ହସି ଦଉନ ଟିକେ, ହସି ଦିଅ। ମୋ ଶ୍ୱଶୁର ତାପରେ କହିବେ କ'ଣ ହେଇଛି ମୁଁ ଜାଣିପାରୁନି, କିନ୍ତୁ ତାକୁ ବୋଧେ ମାନେ କ'ଣ କୁହନ୍ତି ଇମୋସନାଲ୍ ଫିଲ୍ ହେଲା, କାହିଁକି ନା ସେ ଭାବୁଛି ମାନେ ଆଗକୁ କ'ଣ ଘଟିବ କ'ଣ ନାହିଁ। ଦିଦି ଥର ଅପରେସନ୍ ହେଇସାରିଲାନି ତ କଷ୍ଟ ମୋତେ ବି ହୁଏ, କିନ୍ତୁ ଜାଣିଛ ଆମ ପୁଅ ପିଲାଙ୍କ କତିରେ କିଛି ଫିଲିଙ୍ଗସ୍ ନାହିଁ। ଫିଲିଙ୍ଗସ୍ ନାହିଁ ମାନେ କ'ଣ, ଆଖିଲୁ ବାହାରେ କିନ୍ତୁ ଛାତି ଭିତରେ ଆଖିକୁ ଆସେନି। ତେଣୁ କରିକି ଆମ ପୁଅଙ୍କ ଆଖିରେ ଲୁହ ଦେଖାଯାଏନି, ଆଉ ଲୁହ ବି ଯଦି ଦେଖାଯାଏ ବହୁତ କମ୍, ଆଉ ବହୁତ କମ୍ ଲୋକଙ୍କ କତିରେ। ମୁଁ ସତ କହିବାକୁ ଗଲେ ଅଧିକ ଇମ୍ପୋର୍ଟାଣ୍ଟ, ଦେଖ ଯିଏ ମୋ ଲାଇଫ୍ରେ ଫାର୍ଷ୍ଟରେ ପ୍ରଥମେ ଆସିଛି ସେ ହେଉଛି ମୋ ସ୍ତ୍ରୀ। ଆଉ ଅଧିକ ସମସ୍ତଙ୍କଠୁ ମୁଁ ଇମ୍ପୋର୍ଟାଣ୍ଟ ଦିଏ ମୋ ସ୍ତ୍ରୀକୁ। ଆମ ଭିତରେ ଝଗଡ଼ା ବି ହୁଏ, ଝଗଡ଼ା ହୁଏନି ବୋଲି ମାନେ ନାହିଁ, ଝଗଡ଼ା ହୁଏ, ସମସ୍ତଙ୍କ ପରିବାରରେ ଝଗଡ଼ା ହୁଏ, ଆମ ପରିବାରରେ ବି ଝଗଡ଼ା ହୁଏ, କିନ୍ତୁ ଝଗଡ଼ା ଭିତରେ ବି ପ୍ରେମ ଲୁଚି ରହିଥାଏ। ସେଇ ପ୍ରେମ ଯିଏ ଜାଣିଛି ଆଉ ଯିଏ ଦେଖିଛି ବି ମଧ୍ୟ, ତାଙ୍କ ଭିତରେ ବି ଯଦି ତୁମେମାନେ ଯଦି ବି ଜାଣିଥିବ ସ୍ୱାମୀ ସ୍ତ୍ରୀ ଝଗଡ଼ା ହେଲେ କିଏ କାହାକୁ ମାନେ ସବୁବେଳେ ଯଦି ଆମେ ଯେଉଁ ଝଗଡ଼ା ହେଉ, ପରସ୍ପର ଦୁହେଁ ଦୁହିଁକୁ ଝଗଡ଼ା ହେଉ, ତାହେଲେ ମୁଁ ଚୁପ୍ ରହିଯାଏ, କାହିଁକି ନା କଳି ଝଗଡ଼ାଟା ଆଗକୁ ନ ବଢ଼େ। ସେହିପରି ମାନେ ଯେତେବେଳେ ବି ଯଦି ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ହୁଏ, ତାହେଲେ ସ୍ୱାମୀ କିମ୍ବା ନହେଲେ ସ୍ତ୍ରୀ ସେଇ ଭିତରୁ ଜଣେ ଚୁପ୍ ରହିଲେ ଝଗଡ଼ାଟା ଆଗକୁ ବଢ଼ିବନି, ସମାଧାନ ହେଇଯିବ ଅଟୋମେଟିକ୍। ଆଉ ତୁମେ ବି ସେଥିରେ ଯଦି କହିବ, ତୁମ ସ୍ତ୍ରୀ ବି ଯଦି ସେଥିରେ କହିବ, କେବେ ବି ଝଗଡ଼ା କମିବନି। ତ ଆଜି କ'ଣ ହେଇଛି କେଜାଣି, ତାଙ୍କୁ ବୋଧେ ଆଗ କଥାଟା ମନେ ପଡ଼ିଯାଉଛି, ମାନେ ଯେଉଁ କଥାଟା ହେଇନି, ଯେଉଁଗୁଡ଼ାକୁ ହେଉନି ସେଗୁଡ଼ାକୁ ସେ ଆଗରୁ ଭାବି ସାରିଲେନି। ତ ମୁଁ ଅଛି ଭାଇ, ମୁଁ ମିସ୍ତ୍ରୀ ଲୋକ, ମିସ୍ତ୍ରୀ, ମୁଁ ଇନକମ୍ କରୁଛି ମଧ୍ୟ ରେଗୁଲାର ଡ୍ୟୁଟି। ଆଉ ଏମିତିରେ ବି ୟୁଟ୍ୟୁବ୍ରେ ଟିକେ ଟିକେ ହେଇକି ମୋ ନାଁ ବଢ଼ି ସାରିଲାନି, ମାନେ ସମସ୍ତେ ମୋତେ ବି ଜାଣି ସାରିଲେନି ମୁଁ ଗୋଟେ ଛୋଟ କ୍ରିଏଟର୍ ବୋଲି। କ୍ରିଏଟର୍ ତ ନାହିଁ, ବ୍ଲଗର୍ ବୋଲି। ତ ମୁଁ ଏଇ ରାଜମିସ୍ତ୍ରୀ ଯୋଗୁଁ ମୋ ଟାଇମ୍ କାଢ଼ି ପାରୁନି, ଆଉ କ'ଣ କହିବି, ଚୁପ୍ ହେବାର ନାଁ ଧରୁନି। ମୁଁ ତ ଅଲଗା ଗୋଟେ ବୁଲେଇ ଦେଇଛି। ମୁଁ ତାକୁ କହିଲି, ମାନେ ମୋ ଶ୍ୱଶୁର ତାଙ୍କୁ ରାଣୀ ନାଁ ଦେଇଛନ୍ତି, କିନ୍ତୁ ଦେଖିବ ୟୁଟ୍ୟୁବ୍ ଦିନ ମୋତେ ଏଇଠି ମାନେ ଏତିକିରୁ ଏତିକି ପହଞ୍ଚେଇ ଦେବ ଯେ ମୁଁ ତାକୁ ସତରେ ରାଣୀ କରିକି ରଖିବି। ମୋ ସ୍ୱପ୍ନ ସେଇଟା, ମୋ ଆଗରୁ
ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ ଯେବେଠୁ ଖୋଲିଛି ମାନେ ଫାଷ୍ଟରୁ ଲାଷ୍ଟ ଯାଏ ମୋ ସାଥ୍ ଦେଇଛି ମୋ ସ୍ତ୍ରୀ। ଫାଷ୍ଟରୁ ଲାଷ୍ଟ ଯାଏ ମୋତେ କ'ଣ ସପୋର୍ଟ କରେନି। ଚ୍ୟାନେଲ୍ ମୋର 2-3ଟା ମୁଁ ଚେଞ୍ଜ କରିସାରିଲିଣି, ସେଇଥିରେ ବି ମୋତେ ସବୁ ସପୋର୍ଟ କରିଛି। ଆଉ ଏଇ ଯେଉଁ ଆଇଫୋନ୍ ବି ଧରିଛି ସେଇଟା ବି ମୋ ସ୍ତ୍ରୀ ଦ୍ୱାରା ଧରିଛି। ମାନେ ଯେତିକି ବି ଜିନିଷ ମୁଁ ଗୋଟେ କ୍ରିଏଟର୍ ହେବାକୁ ଚାହୁଁଥିଲି, କ୍ରିଏଟର୍ ପାଇଁ ମୋତେ ଯେତିକି ବି ସେଟଅପ୍ ଜିନିଷ ଦରକାର ଥିଲା ଆମେ ନିଜେ ଦୁଇ ଜଣ ଯାକ ଯାଇକି ସବୁ ସାମାନ ନେଇକି ଆସିଥିଲୁ। ଆଉ ମୁଁ ଯାହା ବି ଡିସ୍କସ୍ କରେ ସେଇଟା ମୋ ସ୍ତ୍ରୀକୁ କୁହେ, ମୁଁ କୁହେ ଏଇଟା ଆଣିବି ସେଇଟା ଆଣିବି। ତ ଚାଲ ଚେଷ୍ଟା କରିବା ବୁଝେଇବାକୁ, ବୁଝେଇ ସୁଝେଇକି କ'ଣ ହେଲା କ'ଣ ନାହିଁ। ମାନେ ଯିଏ ଆଗ ଫିଲିଙ୍ଗସ୍ ଗୁଡ଼ାକ ରଖେ ତାକୁ ସେଗୁଡ଼ା କଷ୍ଟ ଲାଗେ, ଆଉ ବୁଝେଇବା ପାଇଁ ଦାୟିତ୍ୱ ଆମେ ନେବା। ଚାଲ ଠିକ୍ ଅଛି। ଏଇ ବ୍ଲଗିଂଟା ମୁଁ ଏମିତି କିଛି ଖାସ୍ କରିକି କରିନଥିଲି, ବାସ୍ ତାଙ୍କର ମନ ଦୁଃଖ ହେଲା ବୋଲି ମୁଁ କରିଦେଲି। ଯଦି ଭିଡ଼ିଓଟି ଯଦି ଭଲ ଲାଗିବ ତାହେଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଆମର ଏମିତିରେ ବି 1K ସବସ୍କ୍ରାଇବର୍ ହେଇଛି, ମୁଁ ଚାହୁଁଛି ଯେ କେମିତି ଆମର 5K ହେଇଯାଉ। 5K ହେଲେ ମୁଁ ବହୁତ ଖୁସି ହେବି ଟିକେ, କାହିଁକିନା 1Kରେ ଆମର ମନିଟାଇଜ୍ ହେଇଯାଇଛି ଚ୍ୟାନେଲ୍ ଗୁଡ଼ାକ, ତେଣୁ କରିକି ବହୁତ ଲୋକଙ୍କୁ କମ୍ ଲାଗୁଛି। ତେଣୁକରି ହଉ ଚାଲନ୍ତୁ, ଦେଖା ହେବ ପୁଣି ଗୋଟେ ନେକ୍ସଟ ଭିଡ଼ିଓରେ।